ଆପଣଙ୍କୁ ନୂତନ ଅଧ୍ୟାୟକୁ ସ୍ୱାଗତ କରୁଛି। ଆଜିର ବିଷୟବସ୍ତୁ ହେଲା ସନଷ୍ଟ୍ରୋକ୍, ଅଂଶୁଘାତ, ଯୋଉଟା କି ଆମେ ବର୍ତ୍ତମାନ ଖରାଦିନ ମାନଙ୍କରେ ବହୁତ ଲୋକ ଏଇ ସମସ୍ୟାର ସମ୍ମୁଖୀନ ହଉଛନ୍ତି ବା ଆପଣ କେବେ ନା କେବେ ଏଇ ସମ୍ମୁଖୀନ ହେଇପାରନ୍ତି ବା ଆଖପାଖରେ ଆପଣ କୋଉ ଲୋକର ଅଂଶୁଘାତ ହେଇପାରେ। ସେଥିପାଇଁ ଆପଣ ନିଶ୍ଚିନ୍ତ ଅଂଶୁଘାତ ବିଷୟରେ କିଛି ସାଧାରଣ ଯୋଉ ଜାଣିବା ବିଷୟ ସେଟା ଜାଣିଥିବା ଦରକାର। ସେଇ ବିଷୟରେ ମୁଁ ଆଜି এই ଭିଡିଓରେ ଶେଷ ପର୍ଯ୍ୟନ୍ତ କହିବି। ନିଶ୍ଚିତ ଭାବରେ ଦେଖିବେ ଆଉ ଯଦି ଆପଣଙ୍କୁ ଭଲ ଲାଗିବ ନିଶ୍ଚିତ ଭାବରେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ମୁଁ ହେଲି ଡକ୍ଟର ବିରଜା ପ୍ରସାଦ ବିଶ୍ୱାଳ। ଆଜି ଆପଣଙ୍କୁ ଏଇ ସନଷ୍ଟ୍ରୋକ୍ ବା ଅଂଶୁଘାତ ବିଷୟରେ କିଛି କହିବାକୁ ଯାଉଛି। ଦେଖନ୍ତୁ ଏ ପିକ୍ଚରରେ ଦେଖୁଛି ଗୋଟେ ଲୋକଟେ ଖରାବେଳେ ଯାଉଛି ଆଉ ତାକୁ ବି ବହୁତ କଷ୍ଟ ହଉଛି। ଆମେ ଦେଖୁଛନ୍ତି ଆଉ ଜାଣି ବି ପାରୁନାହାନ୍ତି ତା ଦେହରେ କଣ ହଉଛି କଣ ନାହିଁ। ତେଣୁ ଆପଣ ଯଦି ଦେଖୁଥିବେ ଏଇ ଯୋଉ ଫଟୋରେ ମୁଁ ଦେଖେଇଛି ପିକ୍ଚରରେ ଦେଖେଇଛି ଲୋକଟି ଦେଖନ୍ତୁ ଖରାବେଳେ ଯାଉଛି ଆଉ ଖରାବେଳେ ଗଲାବେଳେ ତା ମୁଣ୍ଡରେ ଏତେ ଝାଳ ବାହାରୁଛି ତାକୁ ପୋଛୁଛି ଆଉ ଭିତରେ ବହୁତ କଷ୍ଟ ଅନୁଭବ କରୁଛି। ତେଣୁ ସେଇ ସମୟରେ ଆମେ କେମିତି ଜାଣିବା ଯେ ଗୋଟେ ଲୋକକୁ ସନଷ୍ଟ୍ରୋକ୍ ହେଇଛି ବା ହେଇନାହିଁ ବା ତାକୁ ଆଉ କୋଉ ପ୍ରୋବ୍ଲେମ ଅଛି ବା ସମସ୍ୟାର ସମ୍ମୁଖୀନ ହଉଛି ବା କଣ ଅସୁବିଧା ହେଇପାରେ। ଯଦି ଆମେ ତାକୁ ସାହାଯ୍ୟ କରିପାରିବା ବା ଆପଣଙ୍କର ଯଦି ଏଇଭଳିଆ କିଛି ସମସ୍ୟା ଦେଖାଯାଏ ତାହେଲେ କେମିତି ତାର କେୟାର ନେଇପାରିବେ ସମ୍ପୂର୍ଣ୍ଣ ବିଷୟରେ ମୁଁ ଏଇ ଭିଡିଓରେ କହିବି। ଶେଷ ପର୍ଯ୍ୟନ୍ତ ଦେଖିବେ ନିଶ୍ଚିତ ଭାବରେ ଜାଣିପାରିବେ ଯେ ଆପଣ କଣ ସେଇ ସମୟରେ କରିପାରିବେ। ତ ବର୍ତ୍ତମାନ ମୁଁ ଆପଣଙ୍କୁ କହିବି ଯେ ଅଂଶୁଘାତ ବା ସନଷ୍ଟ୍ରୋକ୍ କାହାକୁ କହିବା ନା ଯଦି କୌଣସି ଲୋକ ବା ବାହାରକୁ ଯାଇଛି ଖରା ଦିନେ ଖରାବେଳେ ପିକ୍ ସମୟରେ 11ଟାରୁ 3ଟା ଭିତରେ ବା 11ଟାରୁ 2ଟା ଭିତରେ ବେଶୀ ସମୟ ଖରାରେ ରହିଲା ତାହେଲେ କଣ ହଉଛି ତାହେଲେ ତା ବଡିର ଟେମ୍ପରେଚର ବହୁତ ବଢିବାରେ ଲାଗୁଛି ଧୀରେ ଧୀରେ। ଆଉ ବଡିର ମେକାନିଜିମ ଅଛି ତାକୁ କଣ୍ଟ୍ରୋଲ କରିବା ପାଇଁ ହିଟ୍ କୁ ଯୋଉ ଟେମ୍ପରେଚର ବଢିବାର। କିନ୍ତୁ ଯଦି ବାହାର ଟେମ୍ପରେଚର ବହୁତ ଏତେ ଅଧିକା ଥିବ ବା ବହୁତ ଅଧିକା ସମୟ ଗୋଟେ ଲୋକ ବାହାରେ ଆ, ଛିଡା ହଉଛି ବା କାମ କରୁଛି ବା ବୁଲୁଛି ବା କୌଣସି ଅର୍ଜେଣ୍ଟ କାମରେ ସେ ବାହାରକୁ ଯାଇଛି ଆଉ ଖରାରେ ଏକ୍ସପୋଜର ବେଶୀ ହଉଛି ତାହେଲେ ସନ୍ ର ଯୋଉ ରେ ଗୁଡା ତା ବଡି ଉପରେ ପଡିବ ତା ବଡିର ଟେମ୍ପରେଚର ବଢିବାକୁ ଲାଗିବ। କିନ୍ତୁ ଏମିତି ଗୋଟେ ଷ୍ଟେଜ ଆସିବ ଯୋଉଟା କି ଆମ ବଡି ତାର ଯୋଉ ବାହାର ଯୋଉ ଟେମ୍ପରେଚରକୁ ମେଣ୍ଟେନ କରିକି ରଖିପାରିବ ନାହିଁ। କାରଣ ଯେତିକି ଆମ ଦେହରୁ ଝାଳ ବାହାରେ ସେ ବଡିକି ଥଣ୍ଡା କରିକି ରଖେ। କିନ୍ତୁ ଏମିତି ଗୋଟେ ପଏଣ୍ଟ ଆସିବ ଯୋଉଟା କି ବହୁତ ଡିହାଇଡ୍ରେସନ ହେଇଯିବ ଯାହା ଫଳରେ ଆଉ ଝାଳ ବାହାରିବ ନାହିଁ ବା ତାର ବଡିକୁ ତା ଭିତରେ ଯୋଉ ଆମର ବ୍ରେନ ର ଗୋଟେ ପାର୍ଟସ ଅଛି ହାଇପୋଥାଲାମସ କହୁଛନ୍ତି ସିଏ ବି ଆଉ କଣ୍ଟ୍ରୋଲ କରିକି ତାକୁ ବଡିର ଟେମ୍ପରେଚରକୁ ରଖିପାରିବ ନାହିଁ। ତେଣୁ ସେ କ୍ଷେତ୍ରରେ କଣ ଦେଖା ହଉଛି ନା ବଡି ଆଉ ମେଣ୍ଟେନ କରିବନି ତାର ବଡିର ଟେମ୍ପରେଚରକୁ କଣ୍ଟ୍ରୋଲ କରିପାରିବ ନାହିଁ ଆଉ ବଡିର ଟେମ୍ପରେଚର ଆସ୍ତେ ଆସ୍ତେ ବଢିବାରେ ଲାଗିବ। ଯଦି ବଡିର ଟେମ୍ପରେଚର କୋର ବଡି ଟେମ୍ପରେଚର ଯଦି 40 ଡିଗ୍ରୀ ସେଣ୍ଟିଗ୍ରେଡ ରୁ ଅଧିକା ହେଇଗଲା ବା 104 ଡିଗ୍ରୀ ଫାରେନହାଇଟ ରୁ ଅଧିକା ହେଇଗଲା ତାହେଲେ ଆମେ ତାକୁ କହିବା ମଣିଷକୁ କହିବା ସନଷ୍ଟ୍ରୋକ୍ ହେଇଛି ବୋଲି। ଆଉ ସନଷ୍ଟ୍ରୋକ୍ ଯୋଉ ଅଂଶୁଘାତ କହୁଛନ୍ତି ତାକୁ ବେଳେ ବେଳେ ହିଟ୍ ଷ୍ଟ୍ରୋକ୍ ବି କହୁଛନ୍ତି। ଏଇ ଯୋଉ ଟର୍ମ ଯୋଉଟା ଅଛି ଯଦି ଅଂଶୁଘାତ ହେଲା ତାହେଲେ ସେତେବେଳେ ଦେଖାଯାଏ ମଣିଷର ବ୍ରେନରେ ବା ମସ୍ତିଷ୍କରେ କିଛି ପ୍ରୋବ୍ଲେମ ଦେଖାଯିବ ବା ସମସ୍ୟା ଦେଖାଯିବ। ମଣିଷ ଜାଣିପାରିବ ନାହିଁ, ବାଉଳି ଚାଳି ହବ ଆଉ ମଣିଷ ଅନକନସିୟସ ହବାର ଚାନ୍ସେସ୍ ଅଛି। ଖାଲି ଯେ ମସ୍ତିଷ୍କ ବା ବ୍ରେନରେ ଏଫେକ୍ଟ ପଡିବ ତାହା ନାହିଁ, ସନଷ୍ଟ୍ରୋକରେ ବଡିର ସବୁ ପାର୍ଟସ ଉପରେ ଏଫେକ୍ଟ ପଡିଥିବ। ତେଣୁ ଆମେ ସଦାବେଳେ ଦେଖୁଥିବା ଯେ ଯଦି ଏଇଭଳିଆ କିଛି ମସ୍ତିଷ୍କ ଜନିତ ପ୍ରୋବ୍ଲେମ ହେଲା ଖରାରେ ବୁଲିଲା ବେଳେ ବା ଖେଳିଲା ବେଳେ ବା କାମ କଲା ବେଳେ ତାହେଲେ ଆମେ ଜାଣିବା ଆଉ ବଡିର ଟେମ୍ପରେଚର ଯଦି ବହୁତ ବଢି ଯାଇଛି କୋର ବଡି ଟେମ୍ପରେଚର 40 ଡିଗ୍ରୀ ସେଣ୍ଟିଗ୍ରେଡ ବା 104 ଡିଗ୍ରୀ ସେଣ୍ଟିଗ୍ରେଡ ଉପରକୁ ପଳେଇ ଯାଇଛି ବା 104 ଡିଗ୍ରୀ ଅଛି ତାହେଲେ ଆମେ ଜାଣିବା ଯେ ତାକୁ ସନଷ୍ଟ୍ରୋକ୍ ହେଇଛି ବୋଲି। ତେଣୁ ଯଦି ଆମେ ଇୟରଲି ବା ବହୁତ ଶୀଘ୍ର ଜାଣିପାରିଲେ ଲୋକକୁ ସନଷ୍ଟ୍ରୋକ୍ ହେଇଛି ବୋଲି ତାହେଲେ ଆମେ ତାର କେୟାର ନେଇପାରିବା। ସେଥିପାଇଁ ଆପଣ ସନଷ୍ଟ୍ରୋକ୍ ର ମିନିମମ୍ ଏଇ ଯୋଉ ମୁଁ ଡେଫିନେସନ ଟା କହିଲି ବା ସଂଜ୍ଞା ଟା କହିଲି ଏଇଟା ଜାଣିଥାନ୍ତୁ। ଆଉ ଏଇଟା ଜାଣିଥିଲେ ଆପଣ ଜାଣିବେ ଯେ ମଣିଷର କୌଣସି ଲୋକର ସନଷ୍ଟ୍ରୋକ୍ ହେଇଛି କି ନାହିଁ। ଯଦି ମୋ ଏ ସମ୍ପୂର୍ଣ୍ଣ ଭିଡିଓକୁ ଆପଣଙ୍କୁ ଭଲ ଲାଗିବ ନିଶ୍ଚିତ ଭାବରେ ଭିଡିଓକୁ ଲାଇକ୍ କରିବେ। ଆଉ ଯଦି ଆପଣ କିଛି ପଚାରିବାର ଥିବ ଶେଷ ପର୍ଯ୍ୟନ୍ତ ଦେଖିବେ ଆଉ ଯଦି କିଛି ମତେ ପଚାରିବାର ଥିବ ମୋର କମେଣ୍ଟ ବକ୍ସରେ ଲେଖିବେ। ଆଉ ଯଦି ଆପଣଙ୍କୁ ଅନ୍ୟ କାହାକୁ ସେୟାର କରିବାର ଥିବ ନିଶ୍ଚିତ ଭାବରେ ଭିଡିଓ ସେୟାର କରିବେ ଯାହାଫଳରେ ଅନ୍ୟମାନେ ମୋର ଭିଡିଓ ଦେଖିବାକୁ ସୁଯୋଗ ପାଇପାରିବେ। ଆଉ ଯଦି ମୋ ଚ୍ୟାନେଲକୁ ଆପଣ ନୂଆ କରି ଦେଖୁଛନ୍ତି ଆଉ ସବସ୍କ୍ରାଇବ କରିନାହାନ୍ତି ଆଉ ଜାଣିବାକୁ ଚାହୁଁଛନ୍ତି ବହୁତ ରୋଗ ବିଷୟରେ ମୁଁ ଆଗକୁ ଆଗକୁ ନୂଆ ନୂଆ ସବୁ ପ୍ରକାର ରୋଗ ବିଷୟରେ ଭିଡିଓ ମୁଁ କରିବାକୁ ଚେଷ୍ଟା କରିବି ଯାହା ଫଳରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ରୋଗ ବିଷୟରେ ବା ଆଖପାଖରେ ଯାହା ଘଟୁଥିବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ
ଜ୍ଞାନ ପାଇପାରିବେ। ସେଥିପାଇଁ ନିଶ୍ଚିତ ଭାବରେ ମୋର ଭିଡ଼ିଓକୁ ସବସ୍କ୍ରାଇବ୍ କରିବେ। ଆଉ ଯଦି ମୋର ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିବାକୁ ଚେଷ୍ଟା କରନ୍ତୁ। ଯଦି ଶେଷ ପର୍ଯ୍ୟନ୍ତ ଦେଖିବେ ତାହେଲେ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବେ ଯେ ଆପଣଙ୍କର ଯୋଉ ସ୍ୱାସ୍ଥ୍ୟଗତ ସମସ୍ୟା ଆପଣ ଆଖପାଖରେ ହଉଛି ବା ଆପଣଙ୍କ ଘରେ ହଉଛି ବା ଆପଣଙ୍କ ପାଖରେ କୌଣସି ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥିବ ନିଶ୍ଚିତ ଭାବରେ ଜାଣିପାରିବେ। ଆସନ୍ତୁ ଜାଣିବା ଯେ ସନଷ୍ଟ୍ରୋକ୍ କୋଉ ସମୟରେ ବେଶୀ ହୁଏ ଆଉ କୋଉ ଟାଇମରେ ବେଶୀ ହୁଏ ଆଉ କେତେବେଳେ ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବେଶୀ ବଢି ଯାଇଥାଏ। ଆମେ ସାଧାରଣତଃ ଦେଖୁଛୁ ଯେ ସନଷ୍ଟ୍ରୋକ୍ ମାନେ ଆମେ ଜାଣିପାରୁଥାଉ ଯେ ନିଶ୍ଚିନ୍ତ ଭାବରେ ଖରା ଦିନେ ବେଶୀ ଖରା ହୁଏ ବା ସନ୍ ବେଶୀ ରେଡିଏସନ ବା ରେ ଆମର ଯୋଉ ହିଟ୍ ୱେଭ୍ସ ବେଶୀ ଦିଏ। ସେଥିପାଇଁ ସନଷ୍ଟ୍ରୋକ୍ ଟା ସାଧାରଣତଃ ଖରା ଦିନେ ବେଶୀ ହେଇଥାଏ। ତେଣୁ ଖରା ଦିନେ ଇଣ୍ଡିଆରେ ଆମର କୋଉ ମାସରେ ବେଶୀ ହଉଛି, ବେଶୀ ଖରା ପଡୁଛି? ତେଣୁ ଫେବୃଆରୀ ମାସରୁ ତ ଷ୍ଟାର୍ଟ ହଉଛି, କିନ୍ତୁ ଏପ୍ରିଲ ମେ ମାସରେ ବହୁତ ଖରା ହୁଏ ଆଉ ଏନଭାରମେଣ୍ଟର ଟେମ୍ପରେଚର ବହୁତ ବଢି ଯାଇଥାଏ। ସାଧାରଣତଃ ଏବେ ଦେଖୁଛୁ 40 ଡିଗ୍ରୀ ସେଣ୍ଟିଗ୍ରେଡରୁ ଉପରକୁ ଟେମ୍ପରେଚର ପଳଉଛି ଏପ୍ରିଲ ମେ ମାସରେ। ତେଣୁ ଏପ୍ରିଲ ମେ ମାସରେ ସାଧାରଣତଃ ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବହୁତ ବଢି ଯାଇଥାଏ। ତେଣୁ କୋଉ ସମୟରେ ବେଶୀ ଖରା ହେଇଥାଏ ନା ଦେଖନ୍ତୁ 11ଟାରୁ 3ଟା ଭିତରେ ମାକ୍ସିମମ୍ ଖରା ହବାର ଚାନ୍ସେସ୍ ଅଛି, ବେଶୀ ହିଟ୍ ହବାର ଏନଭାରମେଣ୍ଟ ଚାନ୍ସେସ୍ ଅଛି। ତେଣୁ ଆମେ ଯଦି ଏଇ ସମୟ ମାନଙ୍କରେ ବେଶୀ ଖରାକୁ ଯିବା, ବେଶୀ ସମୟ ଖରାରେ ରହିବା, ଲଙ୍ଗ ସମୟ ପର୍ଯ୍ୟନ୍ତ କିଛି କାମ କରିବା ବା ଖରାରେ ଛିଡା ହବା ବା କିଛି ଆପଣ ବୁଲିବାକୁ ଯାଉଛନ୍ତି ବା କୌଣସି କାମ କରୁଛନ୍ତି ବା ଖେଳୁଛନ୍ତି, କୌଣସି ଜବ୍ କରୁଛନ୍ତି, ଏଇ ସମୟରେ ଯଦି ଆପଣ ଖରାରେ ବେଶୀ ସମୟ ରହିଲେ ତାହେଲେ ନିଶ୍ଚିନ୍ତ ଭାବରେ ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବଢି ଯାଇଥାଏ। ତେଣୁ 40 ଡିଗ୍ରୀ ଟେମ୍ପରେଚର ଏନଭାରମେଣ୍ଟରେ ହେଇଗଲେ ଆମେ 5 ମିନିଟ୍ ରହିଲେ ସନଷ୍ଟ୍ରୋକ୍ ହବ ନାହିଁ। ଯଦି ଆମେ ବେଶୀ ସମୟ ରହିବା ତାହେଲେ ଖରାରେ ରହିବା ତାହେଲେ ହବାର ଚାନ୍ସେସ୍ ବେଶୀ ବଢି ଯାଇଥାଏ। ତେଣୁ ଏଇ ସନଷ୍ଟ୍ରୋକ୍ ବିଷୟରେ ମୁଁ କିଛି ନିଶ୍ଚିତ ଭାବରେ ଆପଣଙ୍କୁ ଟିପ୍ସ ଦେବି ଯେ କାହିଁକି ସନଷ୍ଟ୍ରୋକ୍ ହଉଛି ଆଉ କେମିତି ଆପଣ ତାଠାରୁ ରକ୍ଷା ପାଇପାରିବେ। ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଭିଡିଓ ସବୁ ଦେଖନ୍ତୁ। ଏବେ ଦେଖନ୍ତୁ କୋଉମାନଙ୍କୁ ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବେଶୀ ବଢି ଯାଇଥାଏ। କୋଉମାନଙ୍କୁ ସନଷ୍ଟ୍ରୋକ୍ ହବା ବେଶୀ ବଢି ଯାଇଥିବ ଦେଖିବେ ଏଲ୍ଡରଲି ପିପୁଲ୍ସ, ଯୋଉମାନେ ଏଲ୍ଡରଲି ପିପୁଲ୍ସ ମାନେ ବୁଢାବୁଢୀ ଲୋକ ଯୋଉମାନେ ଅଛନ୍ତି, ଦେଖିବେ ସେମାନଙ୍କୁ ନିଶ୍ଚିତ ଭାବରେ ସନଷ୍ଟ୍ରୋକ୍ ବେଶୀ ହବାର ଚାନ୍ସେସ୍ ବଢିଯାଇଥାଏ। କାହିଁକି ନା ତାଙ୍କର ବଡିର ଯୋଉ କଣ୍ଟ୍ରୋଲ କରିବା ପାଇଁ, ବଡିର ଟେମ୍ପରେଚର କଣ୍ଟ୍ରୋଲ କରିବା ପାଇଁ ମେକାନିଜମ ବହୁତ ୱିକ୍ ଥାଏ ଆଉ ସେମାନଙ୍କୁ ଶୀଘ୍ର ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ଥାଏ। କାହିଁକି ନା ତାଙ୍କର ଯୋଉ କାହାର ବିଭିନ୍ନ ପ୍ରକାର ରୋଗ ଥିବାର ସମସ୍ୟା ତାଙ୍କର ଆଗରୁ ଥାଇପାରେ, ବ୍ଲଡ ପ୍ରେସର ଥାଇପାରେ, ଡାଇବେଟିସ୍ ଥାଇପାରେ, ହାର୍ଟର ସମସ୍ୟା ଥାଇପାରେ। ତେଣୁ ତାଙ୍କ ବଡି ବାହାର ଟେମ୍ପରେଚର ତା ବଡି ଟେମ୍ପରେଚରକୁ ମେଣ୍ଟେନ ରଖିପାରେ ନାହିଁ। ସେଥିପାଇଁ ସେମାନେ ବହୁତ ରିସ୍କରେ ଥାଆନ୍ତି। ଆଉ ଛୋଟ ପିଲା ଦେଖନ୍ତୁ, ଛୋଟ ପିଲା କଣ ହେଇଥାଏ ନା ତାଙ୍କର ବି ବହୁତ ସମସ୍ୟା ଥାଏ। ଛୋଟ ପିଲାମାନଙ୍କର ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବହୁତ ଶୀଘ୍ର ଥାଏ। ସେ ଯଦି ବେଶୀ ସମୟ ଖରାରେ ରହିବେ ତାହେଲେ ସନଷ୍ଟ୍ରୋକ୍ ହବ। ଦେଖୁଥିବେ ଯେ ସ୍କୁଲ ମାନଙ୍କରେ ପ୍ରାୟ ଖରା ଦିନେ ଛୁଟି ଯାଉଛି, କାହିଁକି ନା ଛୋଟ ପିଲାମାନେ ହିଟ୍ କୁ ବେଶୀ ଟଲରେଟ୍ କରିପାରନ୍ତିନି। ଆଉ ଆଥଲେଟିକ ଯୋଉମାନେ ଖରାରେ ବେଶୀ ସମୟ ଖେଳୁଛନ୍ତି, ସ୍ପୋର୍ଟସ କରୁଛନ୍ତି, ଯଦି ସେମାନେ ବେଶୀ ସମୟ ରହୁଛନ୍ତି ବା ବେଶୀ ସମୟ ଏକ୍ସଷ୍ଟ ହଉଛନ୍ତି ହିଟ୍ ଦ୍ୱାରା, ତାହେଲେ ସେମାନଙ୍କୁ ବି ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ଅଛି। ମିଲିଟାରୀ ପର୍ସନ କାହିଁକି ସେମାନେ ଜବ୍ କରୁଛନ୍ତି ଆଉ ଖରାରେ ବି ବହୁତ ସମୟ ରହୁଛନ୍ତି, କାମ କରୁଛନ୍ତି, ସେମାନଙ୍କର ବି ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ଅଛି। ଆଉ ସେମାନେ ବହୁତ ମୋଟା କପଡା ବି ପିନ୍ଧନ୍ତି, ସେଥିପାଇଁ ସେମାନଙ୍କର ହବାର ଚାନ୍ସେସ୍ ଥାଏ। ସେଥିପାଇଁ ସେମାନଙ୍କୁ ଡ୍ୟୁଟି ଆୱାର ମେ ବି ତାଙ୍କର କମ କରୁଥାଇ ପାରନ୍ତି, ଫ୍ରିକ୍ୱେନ୍ସି କମ କରୁଥାଇ ପାରନ୍ତି, ଯେ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ସେ ଚେଞ୍ଜ କରିଥାନ୍ତି। ଆଉ ଦେଖିବେ ଯୋଉ କନଷ୍ଟ୍ରକ୍ସନ କାମ କରୁଛନ୍ତି, ଯୋଉଠି ଘର ତିଆରି ହଉଛି, ବାହାରେ ମିସ୍ତ୍ରୀ ମୂଲିଆ ବା ଇଞ୍ଜିନିୟର ମାନେ ଛିଡା ହଉଛନ୍ତି ଖରାରେ, ସେମାନଙ୍କୁ ବି ଲଙ୍ଗ ଟର୍ମ ପର୍ଯ୍ୟନ୍ତ ବା ବେଶୀ ସମୟ ପର୍ଯ୍ୟନ୍ତ ଖରାରେ ଛିଡା ହଉଛନ୍ତି, ତାଙ୍କୁ ବି ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବେଶୀ ଥାଏ। ଆଉ ଯୋଉ କନଷ୍ଟ୍ରକ୍ସନ ବାହାରେ ବି କରୁଛନ୍ତି ସେମାନଙ୍କୁ ବି ସନଷ୍ଟ୍ରୋକ୍ ହବାର ଚାନ୍ସେସ୍ ବେଶୀ ଥାଏ। ତେଣୁ ଏଇ ଯୋଉ ଦେଖେଇଲି ଆପଣଙ୍କୁ କିଛି ବିଷୟରେ କହିଲି, ତେଣୁ ଏମାନଙ୍କୁ ମାକ୍ସିମମ୍ ଚାନ୍ସେସ୍ ଥାଏ ଯେ ସନଷ୍ଟ୍ରୋକ୍ ହବାର। ଆଉ କୋଉମାନଙ୍କୁ ନା ଯଦି କୌଣସି ଲୋକର କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଅଛି, ଯେମିତି ଡାଇବେଟିସ୍ ଅଛି, ବ୍ଲଡ ପ୍ରେସର ଅଛି, ହାର୍ଟର ପ୍ରୋବ୍ଲେମ ଅଛି, କିଡନୀର ପ୍ରୋବ୍ଲେମ ଅଛି, ତାହେଲେ ସେମାନେ ନିଶ୍ଚିନ୍ତ ଭାବରେ ଏଇ ଯୋଉ ସନଷ୍ଟ୍ରୋକ୍ ରକ୍ଷା ପାଇବା ପାଇଁ ଖରା ସମୟରେ ବା ପିକ୍ ସମୟରେ 11ଟାରୁ 3ଟା ଭିତରେ ବା ଖରା ଦିନେ ବାହାରକୁ ଯିବା ଅନୁଚିତ। ତେଣୁ ସେମାନଙ୍କ ପାଇଁ ସ୍ପେଶାଲ ସେମାନେ ଧ୍ୟାନ ଦେବା ଦରକାର
ଯେ ତାଙ୍କର ଅଲରେଡି ଗୋଟେ ଡିଜିଜ୍ ଅଛି ଆଉ ବଡିର ଟେମ୍ପରେଚର ଯଦି ବଢିବ ତାଙ୍କର ଡିଜିଜ୍ କୁ ଆହୁରି କମ୍ପ୍ଲିକେଟେଡ କରିଦବ ବା ଜଟିଳ କରିଦବ, ଯାହା ଫଳରେ ସେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଇପାରନ୍ତି। ଆସନ୍ତୁ ଜାଣିବା ଯେ ସନଷ୍ଟ୍ରୋକ ବା ହିଟ୍ ଷ୍ଟ୍ରୋକ ରେ କଣ ସିମ୍ପଟମ୍ସ ବା ଲକ୍ଷଣ ଦେଖାଯାଇପାରେ। ନା ଦେଖନ୍ତୁ, ପ୍ରଥମେ ଯେତେବେଳେ ଆପଣଙ୍କର ବଡି ଉପରେ ଖରାପ ପଡିବ, ଟେମ୍ପରେଚର ଆଉ ବଡି ମେଣ୍ଟେନ କରିବନି, ତାହେଲେ ବଡିର ଟେମ୍ପରେଚର ଆପଣଙ୍କର ପ୍ରଥମ ଫାଷ୍ଟ ହେଲା ବଢିବାରେ ଲାଗିବ ଆସ୍ତେ ଆସ୍ତେ। ତେଣୁ ଯେତେବେଳେ ବଡିର ଟେମ୍ପରେଚର 50 ଡିଗ୍ରୀ ସେଣ୍ଟିଗ୍ରେଡ ରୁ ଉପରକୁ ପଳେଇବ ବା 40 ଡିଗ୍ରୀ ସେଣ୍ଟିଗ୍ରେଡ ରହିବ ବା 104 ଡିଗ୍ରୀ ଫାରେନହାଇଟ୍ ରହିବ ବା 104 ଡିଗ୍ରୀ ଫାରେନହାଇଟ୍ ରୁ ଉପରକୁ ପଳେଇବ, ସେତେବେଳେ ଆପଣଙ୍କର ବଡିର ଟେମ୍ପରେଚର ବହୁତ ହି ଗରମ ଲାଗିବ। ଆପଣ ଭାବିବେ ଯେ ମତେ ଜ୍ୱର ହେଇଗଲା ବୋଲି। ତେଣୁ ମନେ ରଖିଥାନ୍ତୁ, ଯଦି ସନଷ୍ଟ୍ରୋକ ରେ ଯଦି ଆପଣଙ୍କ ବଡିର ଟେମ୍ପରେଚର ବଢିଗଲା ଆଉ କମିଲା ନାହିଁ, ଆପଣ ଜାଣିବେ ଯେ ଆପଣଙ୍କୁ ସନଷ୍ଟ୍ରୋକ ହେଇଛି ବୋଲି। ଆଉ କଣ ହବ ନା, ଯଦି ବଡିର ଟେମ୍ପରେଚର ବହୁତ ବଢିଯିବ, ନିଶ୍ଚିତ ଭାବରେ ଦେଖିବେ ଆପଣଙ୍କର ମୁଣ୍ଡଟା ବହୁତ ବିନ୍ଧିବ, ଥ୍ରୋବିଂ ପେନ୍ ହବ। ଥ୍ରୋବିଂ ମାନେ ତା ଭିତରେ ଯେମିତି ଫାଟିଗଲା ଭଳିଆ ଆପଣଙ୍କୁ ପେନ୍ ଫିଲ୍ କରିବାକୁ ପେନ୍ ଫିଲ୍ ହବ। ତ ମୁଣ୍ଡ ବିନ୍ଧାଟା ଜୋର ହବ, ହେଡେକ୍ ଜୋର ହବ। ଆଉ କଣ ହବ ନା, ତା ମୁଣ୍ଡ ବି ବୁଲେଇ ପାରେ। ଯେତେବେଳେ ମୁଣ୍ଡ ବିନ୍ଧିବ ଆଉ ମୁଣ୍ଡ ବୁଲେଇବ, ଆଉ ତା ସ୍କିନ ରେ ଦେଖିବେ ସନଷ୍ଟ୍ରୋକ ଯାହାର ହେଇଥିବ ସ୍କିନ ଆଉ ଝାଳ ବାହାରୁନଥିବ, ସ୍କିନ ପୁରା ଡ୍ରାଏ ଥିବ, ସେଥିରେ ତା ଦେହରେ କୌଣସି ହାତ ମାରିଦେବେ ଜମାରୁ ତା ଦେହରେ କୌଣସି ପ୍ରକାର ଝାଳ ତା ବଡିରେ ନଥିବ, କିନ୍ତୁ ବଡିର ଟେମ୍ପରେଚର ବହୁତ ଅଧିକା ଥିବ। ତେଣୁ ଡ୍ରାଏ ଥିବ ସ୍କିନ, ସ୍କିନ କଲର ବେଳେ ବେଳେ କଣ ହେଇଥିବ ନା ଲାଲ ପଡିଥାଇପାରେ, ଡାର୍କ ପଡିଯାଇଥାଇପାରେ, ବା ବେଳେ ବେଳେ ଦେଖିବେ ସ୍କିନ ର ଗୋଟେ ଲେୟାର ବି ଛାଡି ଯାଇଥାଇପାରେ, ଯୋଉଟାକି ଆମେ କହୁଛନ୍ତି ସ୍କିନ ବର୍ନ କହୁଛନ୍ତି। ପୁରା ଜଳିଗଲା ଭଳିଆ ଗୋଟେ ଲେୟାର ବି ବାହାରି ଯାଇଥାଇପାରେ। ତେଣୁ ଏଇଭଳିଆ ବି ବହୁତ ଅଧିକା ସମୟ ରହିଲେ ବି ଦେଖାଯାଇପାରେ। ଆଉ କଣ ହବ ନା, ପେସେଣ୍ଟ ର ଦେଖିବେ ତାକୁ ବାନ୍ତି ଲାଗିପାରେ, ପେଟ କାଟିପାରେ। ଆଉ କଣ ହବ ନା, ସେ ଅନକନସିୟସ ହେଇପାରେ। ଯଦି ବେଶୀ ସମୟ ଝାଳ ଫଳ ବାହାରିଗଲା, ସେ ବି ଅନକନସିୟସ ହେଇଯିବ, ବ୍ଲଡ ପ୍ରେସର ତାର କମିଯିବ, ଆଉ ତାକୁ ବାତ ବି ମାରିପାରେ। ଏମିତି ବହୁତ ସମୟ ବହୁତ ପ୍ରକାର ସମସ୍ୟା ଦେଖାଯିବ। ଆଉ ଯଦି ତାକୁ ପ୍ରପର ଆମେ ଚିକିତ୍ସା କରିବା ନାହିଁ ବା ଫାଷ୍ଟ ଏଡ୍ ଦବା ନାହିଁ, ତାହେଲେ ବହୁତ ଲୋକଙ୍କର ବି ସନଷ୍ଟ୍ରୋକ ରେ ଡେଥ୍ ହେଇଯାଉଛି। ଆଉ ତେଣୁ ଏଠି ଏଠି ଦେଖନ୍ତୁ ପିକ୍ଚରରେ ସନ ରେ ଗୋଟେ ଲୋକ ଉପରେ ପଡୁଛି। ଲୋକ ଦେହରୁ ବହୁତ ଗରମ ବଢୁଛି, ଟେମ୍ପରେଚର ବହୁତ ବଢିକି ଅଛି। ଲୋକ କଣ କରୁଛି ନା, ତା ସ୍କିନ୍ କଲର ବହୁତ ଲାଲ ପଡିଯାଉଛି, ସ୍କିନ୍ କଲର ବହୁତ ଚେଞ୍ଜ ହଉଛି। ଆଉ ତାପରେ କଣ ହଉଛି, ତା ମୁଣ୍ଡ ବୁଲେଇବାର ଚାନ୍ସେସ୍ ଅଛି, ଆଉ ତା ଟେମ୍ପରେଚର ବହୁତ ବଢୁଛି, ଯେମିତି ଫିଭରରେ ବଢିଯାଏ। ଆଉ ଭମିଟିଂ ବି ସେ କରୁଛି, ବାନ୍ତି କରିପାରେ। ଆଉ ହାର୍ଟ ବିଟ୍ ତାର ବଢିଯିବ, ନିଶ୍ୱାସର ଯୋଉ ନିଶ୍ୱାସ ପ୍ରଶ୍ୱାସ ଜୋରରେ ସେ ନେବାକୁ ଚେଷ୍ଟା କରିବ, ମୁଣ୍ଡ ବିନ୍ଧିବ। ଆଉ ବେଳେ ବେଳେ ଦେଖା ଯାଉଛି ପେସେଣ୍ଟ ତାର ମାଂସପେଶୀ ବହୁତ ଟାଣି ହେଇଯିବ, ମାଂସପେଶୀ ମାନେ ମସଲ୍ସ କ୍ରାମ୍ପ ହବାର ଚାନ୍ସେସ୍ ଅଛି। ବଡିରୁ ସୋଡିୟମ ବହୁତ କମିଯିବ, ପଟାସିୟମ କମିଯିବ। ତେଣୁ ତାର ଇଲେକ୍ଟ୍ରୋଲାଇଟ ଇମ୍ବାଲାନ୍ସ ହବାର ଚାନ୍ସେସ୍ ଅଛି। ଆଉ ସିଜର ହବାର, ଯୋଉଟା ବାତ ମାରିପାରେ ତାକୁ। ତେଣୁ ବାତ ମାରିବାର ଚାନ୍ସେସ୍ ଅଛି, ଅନକନସିୟସ ହବାର ଚାନ୍ସେସ୍ ଅଛି। ଆଉ ଯଦି ଏଗୁଡାକୁ ସବୁ ଆମେ କଣ୍ଟ୍ରୋଲ ନ କଲେ, ତାହେଲେ ସେ କଣ ହବ, ଡେଥ୍ ହବାର ଚାନ୍ସେସ୍ ଅଛି। ତେଣୁ ଆମେ ଯଦି ଏଇଭଳିଆ ସିମ୍ପଟମ୍ସ ଜାଣିପାରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଜାଣିବା ଯେ ତାକୁ ସନଷ୍ଟ୍ରୋକ ହେଇଛି ବୋଲି। ଦେଖନ୍ତୁ, ମୁଁ ଯୋଉ କହୁଥିଲି ହିଟ୍ କ୍ରାମ୍ସ ସନଷ୍ଟ୍ରୋକ ରେ ମସଲ୍ସ କ୍ରାମ୍ପ ହେଇଛି, ସାଧାରଣତଃ ତଳ ଯୋଉ ଆମର ଅଛି ଗୋଡ ଯୋଉ ଅଛି, ସେ ଗୋଡ ମାନଙ୍କରେ ମସଲ୍ସ କ୍ରାମ୍ପ ହବାର ଚାନ୍ସେସ୍ ବେଶୀ ଥାଏ। ସେଠି ମାଂସପେଶୀ ଗୁଡା ପୁରା ଟାଇଟ୍ ହେଇଯିବ, ଟାଣି ହେଇଯିବ, ଆଉ ବହୁତ କାଟିବ, ସେଇଟାକୁ ଆମେ କହୁଛନ୍ତି ମସଲ୍ସ କ୍ରାମ୍ପ ହବ। ଆଉ ସ୍କିନ୍ ର ରାସେସ୍ ଆସିପାରେ। ପ୍ରଥମେ ସ୍କିନ୍ ରେ ରାସେସ୍ ମାନେ ନାଲି ନାଲି ଦାଗ ଭଳିଆ ସବୁ ଆସିବ, ସେଟାକୁ ଆମେ କହିଲେ ସ୍କିନ୍ ରାସେସ୍ ଆସିବ। ଆଉ ପାଦ ପାଦ ଗୁଡା ବି ଫୁଲିବାର ଚାନ୍ସେସ୍ ଅଛି। ହିଟ୍ ଯଦି ବେଶୀ ହେଲା, ଆଉ ପାଦ ଫୁଲିବାର ଚାନ୍ସେସ୍ ଅଛି। ଆଉ ତା କଣ ହବ ନା, ପେସେଣ୍ଟ ଅନକନସିୟସ ହବାର ଚାନ୍ସେସ୍ ଅଛି। ଦେଖନ୍ତୁ, ଏଠି ଗୋଟେ ଲୋକଟେ ତଳେ ପଡିଯାଇଛି, ଏଇଟା ହିଟ୍ ରେ ବହୁତ ସମୟ ସେ ରହିଛି, ଲୋକ ଦୌଡି ଆସୁଛନ୍ତି। ତେଣୁ ଏଇଟା ବି ଗୋଟେ ତାର ସିମ୍ପଟମ୍ସ ହେଇପାରେ। ସେ ଅନକନସିୟସ ବି କିଛି ସମୟ ପାଇଁ ହେଇପାରେ ବା ପୁରା ଅନକନସିୟସ ହେଇପାରେ। ଦେଖନ୍ତୁ, ଏଇ ଗୋଟେ ପିକ୍ଚରରେ ମୁଁ ଦେଖଉଛି, ଏଇଟା ସନ୍ ଟ୍ୟାନ୍। ଦେଖନ୍ତୁ, କିଛି ସ୍କିନ୍ ଯେତେବେଳେ ଏକ୍ସପୋଜ ହଉଛି, ଯୋଉ ପାର୍ଟଟା ଏକ୍ସପୋଜ ହଉଛି ସନ୍ କୁ ବେଶୀ ସମୟ, ଦେଖନ୍ତୁ ଏଠି ସ୍କିନ୍ କଲରଟା ତାର କଣ ଅଛି ନା, ରେଡ୍ କଲର ଅଛି। ଏଇଟା ତାର ଅରିଜିନାଲ କଲର ହ୍ୱାଇଟ୍ କଲର ଅଛି। ତେଣୁ ଏଟାକୁ କହୁଛନ୍ତି ସନ୍ ଟ୍ୟାନ୍। ଏଠି ଖାଲି କଲର ଚେଞ୍ଜ ହେଇଯାଉଛି, କାହିଁକିନା ଯୋଉ ପାର୍ଟ ଆମର ସାର୍ଟ ଭିତରେ ରହୁଛି ସେଟା ଧଳା ଦେଖାଯାଉଛି, ଆଉ ଯୋଉ ପାର୍ଟ ସନ୍ କୁ ଏକ୍ସପୋଜର ହେଇକି ରହୁଛି ବା ସନ୍ ରେ ବହୁତ ସମୟ ରହୁଛି, ସେଟା ଲାଲ କଲର ଦେଖାଯାଉଛି, ସେଟାକୁ ସନ୍ ଟ୍ୟାନ୍ କହୁଛନ୍ତି। ଆଉ ଆଉ ଦେଖନ୍ତୁ, ଯଦି ବହୁତ ସମୟ ଗୋଟେ ଲୋକଟେ ଖରାରେ ରହୁଛି ଖାଲି ଦେହରେ, ଆଉ ଖରା ବି ତା ଉପରେ ପଡୁଛି ବହୁତ ସମୟ ଧରି, ଦେଖନ୍ତୁ ସନ୍ ବର୍ନ, ଚମ ପୁରା ଉପରୁ ଉପରୁ ଲେୟାରରୁ ଛାଡି ଯାଇଛି, ସେଟାକୁ ଆମେ କହୁଛନ୍ତି ସନ୍ ବର୍ନ।
ମାନେ ଏଇଭଳିଆ ବି ସିଚୁଏସନ ଆସିପାରେ ଯଦି ବେଶୀ ସମୟ ଖରାରେ ମଣିଷ ଏକ୍ସପୋଜ ହେଇଯିବ ବା ରହିବ। ତାହେଲେ ଆମେ ଏଥିରୁ କଣ ଜାଣିବା ନା କେମିତି ଆମେ ସନଷ୍ଟ୍ରୋକ ରୁ ରକ୍ଷା ପାଇପାରିବା ସେ ବିଷୟରେ ନିଶ୍ଚିନ୍ତ ଜାଣିବା ଦରକାର। ଆଉ ଯଦି ଜାଣିବେ ଆପଣ ଲାଇଫ ସେଭ୍ କରିପାରିବେ ଆଉ ଆପଣ ନିଜର ବି କେୟାର ନେଇପାରିବେ। ନିଶ୍ଚିତ ଭାବରେ ଆମେ ଦେଖିବା ଯେ ଆମେ କୋଉ ଉପାୟରେ ଆକୁ ପ୍ରିଭେଣ୍ଟ କରିପାରିବା ବା ଆମେ କଣ କଲେ ସନଷ୍ଟ୍ରୋକ ହବ ନାହିଁ। ଆମେ ମୂଳରୁ ମୁଁ ଆପଣଙ୍କୁ କହିଛି ଯେ ସନଷ୍ଟ୍ରୋକକୁ ରକ୍ଷା ପାଇବା ପାଇଁ ହେଲେ ଆମେ ଯେତେବେଳେ ସୂର୍ଯ୍ୟ ଆଲୋକକୁ ଯାଉଛୁ ତାହେଲେ ଆମର ବଡିର କୋଉ ପାର୍ଟଟା ବେଶୀ ଏକ୍ସପୋଜ ହଉଛି ସନକୁ ନା ସ୍କିନ୍। ତେଣୁ ଆମେ ପ୍ରଥମେ ଫାଷ୍ଟ ଧ୍ୟାନ ଦେବାକୁ ପଡିବ ଯେ ସ୍କିନ୍କୁ ଆମେ କେମିତି ପ୍ରୋଟେକ୍ଟ କରିକି ରଖିବା। ଯଦି ଆମେ ସ୍କିନ୍କୁ ପ୍ରୋଟେକ୍ଟ କରିବା ତାହେଲେ ବଡି ଉପରେ ଯୋଉ ରେ ପଡିବ ସେ ଟେମ୍ପରେଚର ଏତେ ବଢାଇବ ନାହିଁ ଆଉ ଯୋଉ ବଡିର କଲର ହଉଛି ସନ୍ ବର୍ନ ହଉଛି ତା ଦେହରୁ ଆମେ ରକ୍ଷା ପାଇବା। ସେଥିରୁ ଫାଷ୍ଟ ଗୋଟେ ହେଲା ଆମେ ଯଦି ସନସ୍କ୍ରିନ୍ ଭଲ ସନସ୍କ୍ରିନ୍ ଯୋଉଟା କି ଅଲ୍ଟ୍ରାଭାୟୋଲେଟ ରେ କୁ ପ୍ରୋଟେକ୍ଟ କରିପାରିବ ଆଉ ଅଲ୍ଟ୍ରାଭାୟୋଲେଟ ରେ ବଡି ଉପରେ କୌଣସି ଇଫେକ୍ଟ ପକେଇ ପାରିବ ନାହିଁ ସେଭଳିଆ କ୍ରିମ୍ ଆପଣ ନିଶ୍ଚିତ ଭାବରେ କରିବେ। ଆଉ କେତେବେଳେ ୟୁଜ କରିବେ ନା ଯେତେବେଳେ ଆପଣ ପଦାକୁ ଯାଉଛନ୍ତି ବାହାରକୁ ଯାଉଛନ୍ତି ତାର ଅଧଘଣ୍ଟାରୁ ଘଣ୍ଟେ ପୂର୍ବରୁ ଆପଣ ନିଶ୍ଚିତ ଅଧଘଣ୍ଟେ ପୂର୍ବରୁ ମିନିମମ୍ ସ୍କିନ୍ ଆପଣଙ୍କର କଣ କରିବେ ନା ଲଗେଇବେ ସନସ୍କ୍ରିନ୍ ଲଗେଇକି ଆପଣ ଅଧଘଣ୍ଟେ ପରେ ବାହାରକୁ ଯିବେ ଆଉ ପ୍ରତ୍ୟେକ 3 ଘଣ୍ଟା ଭିତରେ ନିଶ୍ଚିତ ଭାବରେ ଏଇ ସନସ୍କ୍ରିନ୍ ଯଦି ଆପଣ ବାହାରେ ଏକ୍ସପୋଜରେ ରହିଲେ ତାହେଲେ କଣ୍ଟିନ୍ୟୁଅସଲି ରିପିଟେଡଲି ଆପଣଙ୍କୁ ଲଗେଇବାକୁ ପଡିବ। ତା ମାନେ ଯେ ଥରେ ସନସ୍କ୍ରିନ୍ ଲଗେଇଦେଲେ ଆପଣ ଲଗେଇବାକୁ ପଡିବନି। 3 ଆୱାର୍ସ ଏଭ୍ରି 2 to 3 ଆୱାର୍ସ ପରେ ନିଶ୍ଚିତ ଭାବରେ ଆପଣ ସନସ୍କ୍ରିନ୍ ରିପିଟେଡଲି ଲଗେଇବେ। ଆଉ ଯୋଉ ସନସ୍କ୍ରିନ୍ ୟୁଜ କରିବେ ଯେମିତି ତାର ଭଲ କାପାସିଟି ଥିବ ଯେ ଅଲ୍ଟ୍ରାଭାୟୋଲେଟ ରେ କୁ ପ୍ରୋଟେକ୍ଟ କରିପାରିବ। ତେଣୁ ସେଇଭଳିଆ ସନସ୍କ୍ରିନ୍ ହିଁ ଆପଣ ସଦାବେଳେ ୟୁଜ କରିବେ। ଆଉ ସନସ୍କ୍ରିନ୍ ଯଦି ୟୁଜ କରିବେ ତାହେଲେ ସ୍କିନ୍ ଉପରେ ଏତେ ଇଫେକ୍ଟ ପଡିବ ନାହିଁ ବା ସ୍କିନ୍ ର ଡିଜିଜ ହବ ନାହିଁ ବା ସ୍କିନ୍ ର ବର୍ନ ହବ ନାହିଁ ସ୍କିନ୍ ର ରାସେସ୍ ହବ ନାହିଁ ବା ସ୍କିନ୍ ର ଯୋଉ ହଉଛି ଇଚିଂ ଯୋଉ ହଉଛି ସନ ରେ ଦ୍ୱାରା ସିଏ ବି ହବ ନାହିଁ। ତେଣୁ ଆପଣ ତାକୁ ସନ ର ଯୋଉ ରେ ରୁ ସ୍କିନ୍ କୁ ରକ୍ଷା ପାଇପାରିବେ। ଆଉ ଗୋଟେ ଦେଖନ୍ତୁ ଯଦି ଆପଣ ବାହାରକୁ ଯାଉଛନ୍ତି ସ୍କିନ୍ କୁ ପ୍ରୋଟେକ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ଦେଖନ୍ତୁ ଅମ୍ବ୍ରେଲା ୟୁଜ କରନ୍ତୁ ନହେଲେ ଟୋପି ୟୁଜ କରନ୍ତୁ ନହେଲେ ମୁଣ୍ଡରେ ଯଦି ଆପଣ ଓଦା କପଡା ବି ପକେଇକି ବାହାରକୁ ଯାଇପାରିବେ। ଆଉ ଦେଖନ୍ତୁ ପାଣି ପିଇବାକୁ ଚେଷ୍ଟା କରିବେ ସଫିସିଏଣ୍ଟ ଫ୍ଲୁଇଡ ଇନଟେକ୍ କରିବେ କାରଣ ଆପଣ ବଡିର ଡିହାଇଡ୍ରେସନ ହବାର ଚାନ୍ସେସ୍ ବେଶୀ ବଢି ଯାଇଥାଏ। ଆଉ ଯଦି ବାହାରକୁ ଆପଣ ଚାଲିକି ଯାଉଛନ୍ତି ଚେଷ୍ଟା କରନ୍ତୁ ରାସ୍ତାରେ ଯୋଉ ଗଛ ଅଛି ଦି ସାଇଡରେ ଯଦି ଗଛ ଥିବ ତା ଯୋଉ ରୋଡ ଥିବ ମଝିରେ ସେ ବାଟରେ ଚାଲି ଚାଲିକି ଯିବେ ଖରାରେ ଯିବାକୁ ଆଭଏଡ କରିବେ। ଆଉ ଆପଣ ଖରାଦିନ ମାନଙ୍କରେ ନିଶ୍ଚିତ ଭାବରେ ପଇଡ ବା ଦହି ଏସବୁ ଜିନିଷ ଆପଣ ଯଦି ଖାଇବେ ନିଶ୍ଚିତ ଭାବରେ ଯଦି ସନଷ୍ଟ୍ରୋକ ହବାରୁ ଆପଣଙ୍କୁ ରକ୍ଷା କରିବ ଏସବୁ ଜିନିଷ। ଆପଣ ବେସିକ ଜିନିଷ ଯଦି ଜାଣିଯିବେ ସନଷ୍ଟ୍ରୋକ ର ତାହେଲେ ହୁଏତ ଆପଣଙ୍କର କୌଣସି ବଡି ଉପରେ ଇଫେକ୍ଟ ନ ପଡିପାରେ। ଆଉ କିନ୍ତୁ ଚେଷ୍ଟା କରିବେ ଯେତେ ପ୍ରିଭେଣ୍ଟ କରିବା ପାଇଁ ସନଷ୍ଟ୍ରୋକ ହବା ଠାରୁ ଆପଣ ନିଜକୁ ରକ୍ଷା କରିବା ପାଇଁ ସବୁ ପ୍ରିଭେନ୍ସନ ଉପରେ ବେଶୀ ଧ୍ୟାନ ଦେବେ। ଦେଖନ୍ତୁ ଆଉ ଗୋଟେ ମେଥଡରେ ମୁଁ କହୁଛି ଯଦି କୌଣସି ସମୟରେ ଆପଣ ପଦାକୁ ଯାଉଛନ୍ତି ବାହାରକୁ ଯାଉଛନ୍ତି ଦେଖନ୍ତୁ ଯଦି ଖରା ବେଶୀ ଅଛି ମୁଣ୍ଡରେ ନିଶ୍ଚିତ ଭାବରେ ଓଦା କପଡା ବି ପକେଇକି ଆପଣ ଯାଇପାରିବେ କିଛି ସମୟ କାରଣ ଯଦି ଅର୍ଜେଣ୍ଟ କାମ ଅଛି ତାହେଲେ ଯିବାକୁ ପଡିବ ତାହେଲେ କଣ କରିବେ ଆପଣ ନିଶ୍ଚିତ ଭାବରେ ଓଦା କପଡା ପକେଇକି ବାହାରକୁ ଯାଇପାରିବେ। ଆଉ ଯାହା ଫଳରେ ଆପଣ କଣ କରିବେ ନା ଆପଣଙ୍କ ଯୋଉ ସନ ର ଯୋଉ ହିଟ୍ ଟା ଆପଣ ବଡିକୁ ଏତେ ଟଚ କରିପାରିବ ନାହିଁ। ତେଣୁ ସେଥିପାଇଁ ଆପଣ ଯଦି ଅର୍ଜେଣ୍ଟ କାମ ଅଛି ତାହେଲେ ମୁଣ୍ଡ ଉପରେ କପଡା ପକେଇକି ଓଦା କପଡା ପକେଇକି ଆପଣ କିଛି ସମୟ ପର୍ଯ୍ୟନ୍ତ ସନରେ ବାହାରକୁ ଯାଇପାରିବେ ଆଉ ନିଜ କାମ କରିପାରିବେ କିନ୍ତୁ ଚେଷ୍ଟା କରିବେ ମାକ୍ସିମମ୍ ସମୟ ଆଭଏଡ କରିବା ପାଇଁ। ଯଦି ଆପଣ କୌଣସି ସମୟରେ ଦେଖିଲେ ଆପଣ ବାହାରକୁ ଯାଇଛନ୍ତି ଆପଣ ଅନକମ୍ଫର୍ଟେବୁଲ ଫିଲ୍ କଲେ ଆପଣଙ୍କର ବଡିର ଟେମ୍ପରେଚର ବହୁତ ବଢିଗଲା ତାହେଲେ ଆପଣ କଣ କରିବେ ନା ଆପଣ ଚେଷ୍ଟା କରିବେ ନିଶ୍ଚିନ୍ତ ଆପଣ ବଡିର ଟେମ୍ପରେଚରକୁ କମେଇବା ପାଇଁ। ଆଉ ଯୋଉ ବଡିର ଟେମ୍ପରେଚର କମେଇବା ପାଇଁ କେବଳ ନ୍ୟାଚୁରାଲ ୱେରେ ଆପଣ କମେଇବାକୁ ଚେଷ୍ଟା କରିବେ କୌଣସି ମେଡିସିନ ଦେହରେ ୟୁଜ କରିବେ ନାହିଁ। କାରଣ ସନଷ୍ଟ୍ରୋକ ରେ ଯୋଉ ଟେମ୍ପରେଚର ଟା ବଢିଥାଏ ସେ ପାରାସିଟାମଲ ରେ କମିବ ନାହିଁ ଆଉ ପାରାସିଟାମଲ ଖାଇଲେ ତା ପାଇଁ ବଡି ପାଇଁ ବହୁତ ଅସୁବିଧା ହବ। ଆପଣ ଫାଷ୍ଟ ମେଥଡ କଣ କରିବେ ବଡିର ଟେମ୍ପରେଚର କମେଇବାକୁ ହେଲେ ଆପଣ ନିଶ୍ଚିତ ଭାବରେ ଟିକେ ଗାଧେଇ ପଡିବେ ବା ପାଣି ଢାଳି ପଡିବେ। ଆଉ ଯଦି ଫ୍ୟାନ ଅଛି ପାଖରେ ଫ୍ୟାନ କପଡା ଖୋଲିକି ଆପଣ ଫ୍ୟାନ ପାଖରେ ବସିବେ। ଆଉ ଯଦି ଏସି ଅଛି ଏସି ତଳେ ବସିବେ। ଯେତେବେଳେ ଆପଣ ବଡିର ଟେମ୍ପରେଚର 40 ଡିଗ୍ରୀ ସେଣ୍ଟିଗ୍ରେଡ ରୁ କମିଲା ବା 104 ଡିଗ୍ରୀରୁ କମିକି 101 ଡିଗ୍ରୀ ଫାରେନହାଇଟ୍ ଆସିଲା ତାହେଲେ ଜାଣିବେ ଆପଣଙ୍କର ସନଷ୍ଟ୍ରୋକ ହବାର ଚାନ୍ସେସ୍ କମି ଯାଇଛି। ସେ ପର୍ଯ୍ୟନ୍ତ ଆପଣ ବସିବେ ଆଉ ନିଜର ବଡିକୁ ଥଣ୍ଡା କରିବେ ଯଦି ଆପଣ ଅନକମ୍ଫର୍ଟେବୁଲ ଫିଲ୍ କରୁଛନ୍ତି।
ଆଉ ଗୋଟେ ମେଥଡ ହେଲା ଯେ ଆପଣ ମାନେ ଦେଖନ୍ତୁ ଆଜିକାଲି ବହୁତ ଗାଡି ମଟର ଚାଲୁଛି, ବହୁତ ଜାଗା ଟେମ୍ପରେଚର ବଢି ଯାଇଛି, ଆପଣ ଟୁ ହ୍ୱିଲର ରେ ଯାଉଛନ୍ତି, ଖରାରେ ହେଲମେଟ ପିନ୍ଧିକି ବହୁତ ଡିହାଇଡ୍ରେସନ ହବାର ଚାନ୍ସେସ୍ ଅଛି। କିନ୍ତୁ ଚେଷ୍ଟା କରିବେ, ଯଦି ଆପଣ ଆଜିକାଲି ସବୁ ଜାଗାରେ ଏସି ବସ୍ ଚାଲିଲାଣି, ଟାଉନ ବସ୍ ଚାଲିଲାଣି, ତେଣୁ ଚେଷ୍ଟା କରନ୍ତୁ କମନ ଟ୍ରାନ୍ସପୋର୍ଟ ୟୁଜ କରିବାକୁ, ଯୋଉଟା ଏସି ବସ ରେ ଅଛି। ଯଦି ଆପଣଙ୍କ ପାଖରେ ସମ୍ଭବ ହଉଛି, ନିଶ୍ଚୟ ଆଭଏଡ କରିକି ଯଦି ଖରା ସମୟରେ ଯାଉଛନ୍ତି କମନ ଟ୍ରାନ୍ସପୋର୍ଟ ଏସି ବସ ରେ ଯାଆନ୍ତୁ, ଆଉ ଯଦି ନିଜର ପର୍ସନାଲ ଗାଡି ଅଛି ଏସି ଗାଡିରେ ଯାଆନ୍ତୁ, ତେଣୁ ଯାହା ଫଳରେ ଆପଣଙ୍କର ସନଷ୍ଟ୍ରୋକ ହବାରୁ ରକ୍ଷା ପାଇପାରିବେ। ଆଉ କଣ ଦେଖନ୍ତୁ, ଆମର ଓଡିଶାରେ ସାଧାରଣତଃ ପଖାଳ ଖାଉଛନ୍ତି ଲୋକ, ତେଣୁ ଖରା ଦିନେ କଣ ହଉଛି, ଆପଣ ଯଦି ପଖାଳ ଖାଇବେ ତାହେଲେ ପଖାଳ ଖାଇଲେ ଆପଣ ଡିହାଇଡ୍ରେସନ ହବାର ଚାନ୍ସେସ୍ ବହୁତ କମ ଥାଏ, କାରଣ ପଖାଳରେ ପାଣି ଆପଣ ଇନଟେକ୍ କରୁଛନ୍ତି, ଆଉ ପଖାଳରେ ଯୋଉ ତୋରାଣୀ ଅଛି ବା ଲୁଣ ପକଉଛନ୍ତି, ସଲ୍ଟ ବି ବଡି ଭିତରକୁ ଯାଉଛି, ତେଣୁ ଝାଳ ବି ଯଦି ବାହାରୁଛି, ସଲ୍ଟ ଯଦି କମୁଛି, ସେ କମ୍ପନସେଟ୍ ହଉଛି। ତେଣୁ ଖରାଦିନେ ସାଧାରଣତଃ ପଖାଳ ବେଶୀ ଲୋକ ଖାଇଲେ ସନଷ୍ଟ୍ରୋକ ହବାର ଚାନ୍ସେସ୍ କମ ଥାଏ। ଆଉ ସନଗ୍ଲାସ ୟୁଜ କରନ୍ତୁ, ଆଉ ଯଦି ମୁହଁକୁ କଭର କରିକି ଆପଣ ଯାଉଛନ୍ତି, ସନ୍ ରେ ବହୁତ କମ ପଡିବ, ତେଣୁ ହିଟ୍ ବି ବଡି ଉପରେ କମ ପଡିବ, ତେଣୁ ସେ ଗୋଟେ ମେଥଡ ୟୁଜ କରିପାରନ୍ତି। ପଇଡ ବା ଫଳ ରସ ଆପଣ ପିଇ ପାରିବେ, ଯାହା ଫଳରେ ଆପଣ ସନଷ୍ଟ୍ରୋକ ବି କମ ହବ। ତେଣୁ ଯଦି ଆମେ ଖାଇବା ପିଇବା ଉପରେ ବି ଟିକେ ଧ୍ୟାନ ଦେବା, ତାହେଲେ ସନଷ୍ଟ୍ରୋକ ବି ନିଶ୍ଚିନ୍ତ ହବାର ଚାନ୍ସେସ୍ କମ ଥିବ। ତାପରେ ଦେଖିବେ ଖରାଦିନେ ବେଲ ଅଛି, ବେଲ ପଣା ବି ଲୋକ ପିଇ ପାରିବେ। ତେଣୁ ବେଲ ପଣା ଆଉ ତରଭୁଜ ଯଦି ଆପଣ ଖାଇବେ, ଇଏ ବି ଆପଣଙ୍କର ଫ୍ଲୁଇଡ ର ଇନଟେକ୍ ବଢେଇବ। ଆଉ ଖରାଦିନେ ସାଧାରଣତଃ ବେଲ ଆଉ ତରଭୁଜ ଦିଟା ଜିନିଷ ମିଳିଥାଏ। ଯଦି ଆପଣ ବେଲ ଆଉ ତରଭୁଜକୁ ଭଲ ଭାବରେ ଆପଣ ଡେଲି ଆକାରରେ ୟୁଜ କରିପାରିବେ, ତେଣୁ ସନଷ୍ଟ୍ରୋକ ହବାର ଚାନ୍ସେସ୍ ବହୁତ କମ ରହିବ। ଆଉ ବହୁତ ପ୍ରକାର ଫଳ ରସ ଅଛି, ଜୁସ୍ ଅଛି। ତେଣୁ ଯଦି ଆପଣ କୌଣସି ପ୍ରକାର ଫଳ ରସ ବା ଜୁସ୍ ପିଇ ପାରିବେ, କୌଣସି ଡିଜିଜ ନାହିଁ, ଆପଣ ଯେମିତି ଆପଣ କିଡନୀ ଡିଜିଜ ହେଲେ ଫଳ ରସ ପିଇ ପାରିବେ ନାହିଁ, ଡାଇବେଟିଜ ହେଲେ ବି ଫଳ ରସ ପିଇ ପାରିବେ ନାହିଁ। ତେଣୁ ଯଦି ଆପଣ ଡାଇବେଟିଜ ନାହିଁ ଆଉ କିଡନୀ ରୋଗ ନାହିଁ, ନିଶ୍ଚିତ ଭାବରେ ଆପଣ ଫଳ ରସ ସବୁ ପିଇ ପାରିବେ। ଆଉ ଫଳ ରସ ପିଇଲେ କଣ କି ନା, ଆପଣଙ୍କର ଯୋଉ ବଡିର ଯୋଉ ଡିହାଇଡ୍ରେସନ ହଉଥିବ, ସେ ଡିହାଇଡ୍ରେସନ ହବ ନାହିଁ, ଆଉ ଆପଣ ସନଷ୍ଟ୍ରୋକ ରୁ ରକ୍ଷା ପାଇପାରିବେ। ଯେତେ ସମ୍ଭବ ଚେଷ୍ଟା କରନ୍ତୁ ଆପଣ ଫ୍ଲୁଇଡ ଇନଟେକ୍ ବଢେଇବା ପାଇଁ, ମାନେ ଯେତେ ପାଣି ପିଇ ପାରିବେ। ଯଦି ଆପଣଙ୍କ କିଡନୀ ରୋଗ ନାହିଁ ବା ହାର୍ଟ ରୋଗ ନାହିଁ, ତାହେଲେ ଆପଣଙ୍କର ପାଣି ପିଇବାର କିଛି ରେଷ୍ଟ୍ରିକ୍ସନ ନାହିଁ। ତେଣୁ ଆପଣ ସଫିସିଏଣ୍ଟ ଆମାଉଣ୍ଟର ପାଣି ପିଇ ପାରିବେ, ଯେତେ ଥର ଆପଣଙ୍କୁ ଶୋଷ ଲାଗିବ ଆଉ ତାଠୁ ବି ଅଧିକା ଆପଣ ପିଇ ପାରିବେ। କାହିଁକି ନା ଆପଣ ବଡିର ଡିହାଇଡ୍ରେସନ ହେଲେ ଏଇ ଯୋଉ ପାଣି ପିଇବେ, ସିଏ ତାକୁ ବାଲାନ୍ସ କରିକି ରଖିବ। ଆଉ ଯଦି ୱାନ୍ସ ଡିହାଇଡ୍ରେସନ ହବ, ତାହେଲେ ଆପଣ ବଡି ୱିକ୍ ଫିଲ୍ କରିବ। ସେଥିପାଇଁ ଆପଣ ପାଣିର ଆମାଉଣ୍ଟ ଟା ଟିକେ ବଢେଇବେ ଖରାଦିନେ ନିଶ୍ଚିତ ଭାବରେ। ହଁ। ଏବେ କଣ କରିବେ ନା, ଯଦି ଜାଣିଲେ ଏଇ ଯୋଉ ସିମ୍ପଟମ୍ସ ଗୁଡା ଆସିଲା, ଗୋଟେ ଲୋକକୁ ସନଷ୍ଟ୍ରୋକ ହେଇଛି, ତାହେଲେ ଆପଣ ଫାର୍ଷ୍ଟ ଏଡ୍ ଆକାରରେ କଣ କରିବେ? ପ୍ରଥମେ କଣ କରିବେ? ପ୍ରାଥମିକ ଚିକିତ୍ସା କଣ କରିବେ? ନା ଦେଖନ୍ତୁ, ତାର ଯୋଉ କପଡା ସେ ପିନ୍ଧିଥିବ, ସେ କପଡାକୁ ଆପଣ ଖୋଲିଦେବେ। କପଡାକୁ ଖୋଲିଦେଲା ମାନେ ବଡି କପଡାକୁ ଖୋଲିଦେବେ, ଆଉ ପାଖରେ କୌଣସି ଛାଇ ଜାଗା ବା ଘରକୁ ତାକୁ ନେଇ ଆସିବେ। ଆଉ ଘରକୁ ଆଣିଲା ପରେ ତା ବଡିରେ କଣ କରିବେ ନା, ତାକୁ ଗୋଟେ ବାଥ ଦେଇପାରିବେ, ବା ତା ବଡି ଉପରେ ସ୍ପ୍ରେ କରିପାରିବେ, ବା କପଡାରେ ପୋଛି ପାରିବେ ତା ବଡିକୁ ଥଣ୍ଡା ପାଣିରେ। ଆଉ ଏଠି ଦେଖନ୍ତୁ ଗୋଟେ କାଖରେ ଗୋଟେ ଦେଇଛନ୍ତି, ପ୍ୟାକଟେ ଦିଆଯାଇଛି, ଆଇସ୍ ପ୍ୟାକଟେ। ତେଣୁ ଆଇସ୍ ପ୍ୟାକ୍ ବି କାଖ ତଳେ ଦେଇପାରିବେ, ଜଙ୍ଘ ତଳେ ଦେଇପାରିବେ। ବେକରେ ବି ଓଦା ଥଣ୍ଡା କପଡା ପକେଇ ପାରିବେ, ମୁଣ୍ଡରେ ବି ଥଣ୍ଡା କପଡା ପକେଇ ପାରିବେ, ଯାହା ଫଳରେ ବଡିର ଟେମ୍ପରେଚର କମିବାରେ ଲାଗିବ। ଆଉ କଣ କରିବେ ନା, ଯଦି ପେସେଣ୍ଟ କନସିୟସ୍ ଥିବ, ତାକୁ ତାହେଲେ ବହୁତ ପାଣି ଦେବେ ପିଇବା ପାଇଁ। ଯଦି ପାଣି ସହିତ ଆପଣ ଲୁଣ ଆଉ ଚିନି ମିଶେଇକି ଓଆରଏସ୍ ପାଣି ବି ଦେଇପାରିଲେ ତାହେଲେ ଭଲ, ବା କୋକୋନଟ୍ ୱାଟର ଦେଇପାରିବେ, ଫ୍ରୁଟ ଜୁସ୍ ଦେଇପାରିବେ। ତେଣୁ ଡିହାଇଡ୍ରେସନ ସେ ସମୟରେ ଅଧିକା ଥିବ, ତେଣୁ ବହୁତ ପାଣି ପିଇବାକୁ ତାକୁ ଦେବେ। ଯଦି ତାର ଏସବୁ କଲା ପରେ କୌଣସି ତାର ବେନିଫିଟ ହଉନାହିଁ, ତାହେଲେ ନିଶ୍ଚିତ ଭାବରେ ଆପଣ ଡକ୍ଟରଙ୍କ ସହିତ ଯୋଗାଯୋଗ କରିବେ, ବା ହସ୍ପିଟାଲକୁ ଫୋନ କରିବେ, ବା ଆମ୍ବୁଲାନ୍ସକୁ ଫୋନ କରିବେ, ଯାହା ଫଳରେ ତାକୁ ହସ୍ପିଟାଲରେ ନେଇକି ଟ୍ରିଟମେଣ୍ଟ କରିପାରିବେ। ଏଇଠି ଏଇଠି ଗୋଟେ ଦେଖନ୍ତୁ, ଗୋଟେ ଲୋକକୁ ସନଷ୍ଟ୍ରୋକ ହେଇଛି, ଶୋଇଛି, ତାକୁ କେମିତି ଫାଷ୍ଟ ଏଡ୍ କରିବେ ନା, ପ୍ରଥମେ ସେ ଲୋକକୁ ଆଣିବେ ଗୋଟେ ଜାଗାରେ, ଛାଇ ଜାଗାରେ ଶୋଇଦେବେ, ଆଉ ଉପର ମୁହାଁ କରି ଶୋଇଦେବେ। ଉପରକୁ ଅନେଇ ଶୋଇଛି, ଆଉ ଗୋଡ ଦିଟା ଦେଖନ୍ତୁ ତଳେ ଗୋଟେ ତକିଆ ରଖିପାରିବେ, ପିଲୋ ରଖିପାରିବେ, ବଡ ହାର୍ଡ ର କୌଣସି କୌଣସି ଜିନିଷ ଏଠି ଦେଖନ୍ତୁ ରଖା ହେଇଛି, ଟିକେ ହାଇଟ ବାଲା ଜିନିଷ, ଯାହା ଫଳରେ ଗୋଡଟା ଟିକେ ଉଠିକି ଏଠି ଅଛି। ଏଠି ଦେଖନ୍ତୁ ଗୋଡଟା ତାର ଉଠିକି ଅଛି ଉପରକୁ, ଆଉ ହେଡ ଟା ତଳକୁ ଟିକେ ଅଛି। ତେଣୁ ଉପରକୁ ଗୋଡଟା ଉଠିକି ଅଛି, ଆଉ ହେଡ ଟା ଟିକେ ତଳକୁ ଅଛି, କାହିଁକି ନା ତାର ବ୍ଲଡ ସାର୍କୁଲେସନ, ଯେହେତୁ ବିପି କମ ଥାଇପାରେ, ତେଣୁ ବିପି ଟିକେ ବଢେଇବାକୁ ହେଲେ ଆମେ ଗୋଡକୁ ଟିକେ ସ୍ଲାଇଡ ଟେକିକି ରଖିବା। ଆଉ କଣ କରୁଛନ୍ତି ନା, ଏଠି ଦେଖନ୍ତୁ ଫ୍ୟାନ ଅଛି, ଯାହା ଫଳରେ ତାର ହିଟ୍ ଟା ଟିକେ କମିବ, ବଡିର ଟେମ୍ପରେଚର। ଆଉ ତାକୁ ଓଦା କପଡାରେ, ଥଣ୍ଡା କପଡାରେ ସବୁ ପକା ହେଇଛି, ବେକ ଉପରେ ପକା ହେଇଛି, ପେଟ ଉପରେ ପକା ହେଇଛି, ଛାତି ଉପରେ ପକା ହେଇଛି,
ତାକୁ ପୁରା ପାଣି ତା ଉପରେ ସ୍ପ୍ରେ କରିଦିଆଯାଇଛି, ଯାହା ଫଳରେ ତାର ବଡିର ଟେମ୍ପରେଚର ଯୋଉ ବଢି ଯାଇଥିବ କମିବାରେ ଲାଗିବ। ଆଉ କଣ କରିବା ଦେଖନ୍ତୁ, ଅ ତାକୁ କିଛି ସମୟ ୱାଚ୍ କରିବାକୁ ପଡିବ। ଯଦି ସେ ପାଣି ପିଇବାକୁ ଥିବ ତାକୁ ବେଶୀ ପାଣି ପିଇବାକୁ ଦେବେ, ତାପରେ ଯଦି ନ କମିଲା ଆପଣ ତାକୁ ହସ୍ପିଟାଲକୁ ଆଣିପାରିବେ। ତେଣୁ ଏଇଭଳିଆ ଉପାୟରେ ଆପଣ ପ୍ରିଲିମିନାରୀ ତାର ସାହାଯ୍ୟ କରିପାରିବେ। ଆପଣ ଯଦି ପ୍ରିଲିମିନାରୀ ଟ୍ରିଟମେଣ୍ଟ କଲା ପରେ କିଛି ତାର ବେନିଫିଟ ହଉନି, ତ ଆପଣ ନିଶ୍ଚିତ ଭାବରେ ଆମ୍ବୁଲାନ୍ସକୁ କଲ୍ କରିବେ ଆଉ ହସ୍ପିଟାଲ ନବାକୁ ତାର ତୁରନ୍ତ ନବାକୁ ଚେଷ୍ଟା କରିବେ। ଆଉ ଯଦି ସନଷ୍ଟ୍ରୋକ ହେଇଛି, ଆପଣ ରିମୋଟ ଏରିଆରେ ଅଛନ୍ତି, ଜାଣି ପାରୁନାହାନ୍ତି କଣ କରିବେ, ତାହେଲେ ଆପଣ କଣ କରିବେ ନା ଆପଣଙ୍କର ଯୋଉ ଫିଜିସିଆନ ଅଛନ୍ତି ବା ଡକ୍ଟର ଅଛନ୍ତି, ଯାହାଙ୍କ ପାଖରେ ଆପଣ ପୂର୍ବରୁ ଚିକିତ୍ସା ହେଇଛନ୍ତି ବା ଜାଣିଛନ୍ତି, ତାଙ୍କୁ ନିଶ୍ଚିତ ଭାବରେ କଲ୍ କରନ୍ତୁ। ବା ହସ୍ପିଟାଲର ନମ୍ବର ଯଦି ଅଛି ଆପଣ କଲ୍ କରନ୍ତୁ। ବା ଆପଣ ନେଟରେ ଯାଇକି ସର୍ଚ୍ଚ କରି କୌଣସି ହସ୍ପିଟାଲର ଆମ୍ବୁଲାନ୍ସକୁ କଲ୍ କରନ୍ତୁ, ସାହାଯ୍ୟ ନିଅନ୍ତୁ। ବା କୌଣସି ହେଲ୍ଥ ପ୍ରୋଭାଇଡରର ସାହାଯ୍ୟ ନିଅନ୍ତୁ। ଆପଣ ଯଦି ରୁରାଲ ଏରିଆରେ ବି ରହୁଛନ୍ତି, ସବୁଠି ଆଜିକାଲି ଇଣ୍ଟରନେଟ ଅଛି। ଇଣ୍ଟରନେଟର ସାହାଯ୍ୟ ନେଇକି ଆପଣ ଅନଲାଇନ କନସଲଟେସନ ବି କରିପାରିବେ। ବା କୌଣସି ସିଏସସି ବା ପିଏସସି ରେ ଯାଇକି ଆପଣ ଟ୍ରିଟମେଣ୍ଟ ହେଇପାରିବେ। ଆଉ ନିଶ୍ଚିତ ଭାବରେ ଯଦି ଅନକନସିୟସ୍ ଅଛି ପେସେଣ୍ଟ ପାଣି ପିଇ ପାରୁନାହିଁ ବା କଥାବାର୍ତ୍ତା କରିପାରୁନି, ତାକୁ ତୁରନ୍ତ ହସ୍ପିଟାଲ ନେବାକୁ ଚେଷ୍ଟା କରନ୍ତୁ। ଯଦି ମୋର ଭିଡିଓ ଆପଣଙ୍କୁ ଭଲ ଲାଗିଥିବ, ନିଶ୍ଚିତ ଭାବରେ ଲାଇକ୍ କରିବେ। ଆଉ ଯଦି କିଛି ବୁଝିବାର ଥିବ ମତେ ନିଶ୍ଚିତ ଭାବରେ କମେଣ୍ଟ କରିବେ। ଆଉ ଯଦି ଆପଣଙ୍କୁ ଭଲ ଲାଗିଛି, ଅନ୍ୟମାନଙ୍କୁ ଆପଣ ସେୟାର କରିପାରିବେ, ଯାହା ଫଳରେ ସେମାନେ ମୋର ଭିଡିଓ ଦେଖିକି କିଛି ସନଷ୍ଟ୍ରୋକ ବିଷୟରେ ଜାଣିପାରିବେ। ଆଉ ଯଦି ଆପଣ ମୋ ଭିଡିଓକୁ ଆପଣ କେବେ ଦେଖିନାହାନ୍ତି, ଆଜି ନୂଆ ଦେଖୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଆଉ ଯୋଉ ବେଲ୍ ଆଇକନ ଅଛି, ସେ ବେଲ୍ ଆଇକନରେ କ୍ଲିକ୍ କରନ୍ତୁ, ଯାହା ଫଳରେ ମୋର ଯୋଉ ନେକ୍ସଟ ଭିଡିଓ ସବୁ ଯିବ ଆପଣମାନେ ଦେଖିବାକୁ ସୁଯୋଗ ପାଇପାରିବେ। ଆଉ ମୋର ଏ ସମ୍ପୂର୍ଣ୍ଣ ଭିଡିଓକୁ ଦେଖିଥିବାରୁ ଆପଣଙ୍କୁ ଧନ୍ୟବାଦ। ଥ୍ୟାଙ୍କ ୟୁ ଭେରି ମଚ୍।